एक बुंद वचनामृत। जयजीव आत्मदेव ही शरीर रक्षक। प्रिय आत्मन, यजुर्वेद आत्मविद्या श्रृंखलार आज षष्ठ प्रवचन। यजुर्वेदर तृतीय अध्याय 17तम मंत्र एक अत्यंत गभीर कथा कहुଯାଇଛି। तनुपा अग्नेयसी तन्यं मे पाहि आयुर्ता अग्ने अस्यायुर्मे देहि वचोदा अग्नेयसी वचो मे देहि अग्ने यन्मे तन्या ऊनं त्वन्मः आप्लुण। ଏହି ମନ୍ତ୍ରରେ ଅଗ୍ନିକୁ ଆତ୍ମଦେବ ଭାବରେ ସମ୍ବୋଧନ କରାଯାଇଛି। ଭାବାର୍ଥ ହେଉଛି, ହେ ଆତ୍ମଦେବ, ତୁମେ ଆମ ଶରୀରର ରକ୍ଷକ, ତେଣୁ ଆମ ଶରୀରର ରକ୍ଷା କର। ତୁମେ ଆୟୁ ଓ ଜୀବନର ଦାତା, ତେଣୁ ଆମକୁ ଆୟୁ ଓ ଜୀବନ ଦିଅ। ତୁମେ ଜ୍ଞାନ ବଳ ଓ ତେଜର ଦାତା, ତେଣୁ ଆମକୁ ଜ୍ଞାନ ବଳ ଓ ତେଜ ଦିଅ। ଆମ ଶରୀରରେ ଯେଉଁଠାରେ କୌଣସି ଅଭାବ ଅଛି ତାକୁ ପୂର୍ଣ୍ଣ କର। ଏବେ ଟିକିଏ ଚିନ୍ତା କରନ୍ତୁ, ଯଦି ଏଠାରେ ଅଗ୍ନିର ଅର୍ଥ କେବଳ ବାହାରର ଜଡ଼ ଅଗ୍ନି ହୁଏ, ତେବେ ସେ କିପରି ଆମ ଶରୀରକୁ ରକ୍ଷା କରିବ? ଜଡ଼ ଅଗ୍ନି ତ ଶରୀରକୁ ଜାଳି ଦେଇପାରେ, ସେ କି ଜୀବନ ଦେଇପାରେ? ସେ କି ଆୟୁ ଦେଇପାରେ? ସେ କି ଶରୀରର କ୍ଷତିକୁ ପୂରଣ କରିପାରେ? ନା, କେବେ ନୁହେଁ। ତେଣୁ ଏହି ମନ୍ତ୍ରର ଅଗ୍ନିକୁ ଆତ୍ମଦେବ ଭାବରେ ବୁଝିବାର ଚିନ୍ତନ ଏଠାରେ ଆସେ। ଆମେ ଦେଖିଛୁ, ଜୀବନ୍ତ ଶରୀରରେ ଯଦି କୌଣସି ଘା ହୁଏ, ଶରୀର ତାହାକୁ ଧୀରେ ଧୀରେ ଭଲ କରିବାକୁ ଚେଷ୍ଟା କରେ। ଶରୀରରେ ପାଣିର ଅଭାବ ହେଲେ ଆମେ ପାଣି ପିଉଛୁ, ଭୋକ ଲାଗିଲେ ଖାଦ୍ୟ ଗ୍ରହଣ କରୁଛୁ, ଦୁର୍ବଳତା ଆସିଲେ ଶରୀରକୁ ପୋଷଣ ଦେଉଛୁ। କିନ୍ତୁ ଏହା ସବୁ କିଏ ଅନୁଭବ କରୁଛି? ଜୀବ, ଆତ୍ମା। ମୃତ ଶରୀରକୁ ଆପଣ ଖାଦ୍ୟ ଦିଅନ୍ତୁ, ସେ ଖାଇବ ନାହିଁ। ପାଣି ଦିଅନ୍ତୁ, ସେ ପିଇବ ନାହିଁ। କାରଣ ଶରୀର ଅଛି, କିନ୍ତୁ ଜୀବନ୍ତ ଚେତନା ନାହିଁ। ଏହି କାରଣରୁ ଏହି ଅଧ୍ୟାୟ ଆତ୍ମାର ମହତ୍ଵ ଉପରେ ଆମର ଧ୍ୟାନ ଆକର୍ଷିତ କରେ। ଆମେ ଶରୀରକୁ ଦେଖୁଛୁ, ଶରୀରର ସୌନ୍ଦର୍ଯ୍ୟକୁ ଦେଖୁଛୁ, ଶରୀରର ସୁବିଧା ପାଇଁ ଦୌଡ଼ୁଛୁ, କିନ୍ତୁ ଏହି ଶରୀରକୁ ଚେତନ କରୁଥିବା ଆତ୍ମଦେବଙ୍କୁ ଚିହ୍ନିବା ପାଇଁ କେତେ ସମୟ ଦେଉଛୁ? ଏହା ହିଁ ଆତ୍ମବିଦ୍ୟାର ପ୍ରଶ୍ନ। ତେଣୁ ଆଜି ନିଜକୁ ପଚାରନ୍ତୁ, ମୁଁ କେବଳ